ପିଲାମାନେ ଶିକ୍ଷା ବିକାଶ ୟୁଟ୍ୟୁବ ଚ୍ୟାନେଲକୁ ତୁମମାନଙ୍କୁ ସ୍ୱାଗତ। ଚିତ୍ର ଗଣି କୋଠରୀରେ ଲେଖ ଓ ତାହା ଯୁଗ୍ମ କି ଅଯୁଗ୍ମ ଲେଖ। ଦେଖ 1 ନମ୍ବରଟା ଆମକୁ ଆମେ ଗଣିକି କୋଠରୀରେ ସଂଖ୍ୟା ଲେଖିବା। ଆମେ ଜାଣିଛନ୍ତି ଯେଉଁ ସଂଖ୍ୟାରେ ଏକକରେ 0 2 4 6 8 ଥିବ সেই ସଂଖ୍ୟାଟି ଯୁଗ୍ମ ସଂଖ୍ୟା। ଆମେ କୋଠରୀରେ ଗଣିକି ଲେଖିଲା ପରେ ଯୁଗ୍ମ ଅଯୁଗ୍ମ ଲେଖିବା। ଚାଲ ମୁଁ କରି ଦେଖାଉଛି। ପିଲାମାନେ ଦେଖ ମୁଁ କରି ନେଇଛି। ଆମେ ଜାଣିଛନ୍ତି ଯେଉଁ ସଂଖ୍ୟାଟା 2 4 6 8 ଥିବ সেই ସଂଖ୍ୟାଟି ଯୁଗ୍ମ। ଦେଖ ମୁଁ ଯୁଗ୍ମ ଅଯୁଗ୍ମ କରିନେଲି। ଦେଖ ଚାଲ ଯିବା 2 ନମ୍ବରଟା କରିବା। 2 ନମ୍ବର ବି ସେମିତି କହୁଛି ଯୁଗ୍ମ ସଂଖ୍ୟା ଗୁଡ଼ିକରେ ମୁଣ୍ଡ ଏଠି ଅଯୁଗ୍ମ କରିବାର ନାହିଁ। ଯିଏ ଯୁଗ୍ମ ତାରି ଉପରେ ମୁଣ୍ଡ ବୁଲେଇବା। ତାମାନେ ଆମେ ଦେଖିନେବା ଯେ 3 ଅଙ୍କ ବିଶିଷ୍ଟ ସଂଖ୍ୟାଟେ ହେଲେ ବି ତାର ଏକକରେ 8 ଅଛି, ତ ସେଥିପାଇଁ এই ସଂଖ୍ୟାଟି ଯୁଗ୍ମ। ଯେଉଁ ସଂଖ୍ୟାରେ ଏକକରେ 0 2 4 6 8 ଥିବ সেই ସଂଖ୍ୟାଟି ଯୁଗ୍ମ। ତ କାହିଁକି ଆମେ 2 ଦ୍ୱାରା ବିଭାଜ୍ୟ ବନ୍ଦ ଯିବା? ଚାଲ ଫଟାଫଟ କରିନେବା। ମୁଁ କରିକି ଦେଖାଉଛି ତୁମମାନଙ୍କୁ। ଦେଖ ପିଲାମାନେ ଏଠି 30 ବି ଯୁଗ୍ମ, କାହିଁକି ନା ଏକକରେ 0 ଅଛି। ଦେଖ 2 ନମ୍ବର ସରିଗଲା। ଚାଲ 3 ନମ୍ବର କରିବା। 3 ନମ୍ବରଟା ମୁଁ କହିଛି ଅଯୁଗ୍ମ ସଂଖ୍ୟାରେ ମୁଣ୍ଡ ବୁଲାও। ଚାଲ କରିବା। ଯୁଗ୍ମ ସଂଖ୍ୟା କ'ଣ? ଯାହା ଏକକରେ 1 3 5 7 9 ଥିବ। ଚାଲ ଫଟାଫଟ କରିନେବା। ଦେଖ ପିଲାମାନେ ମୋର ଅଯୁଗ୍ମ ସଂଖ୍ୟା ସରିଗଲା। କାଲି ଆମେ 4 ନମ୍ବର କରିବା। ଦେଖ ଯୁଗ୍ମ ଅଯୁଗ୍ମ ସବୁ ଗୁଡ଼ାକ ସରିଯାଇଛି। ଆଶା କରୁଛି ଭିଡ଼ିଓଟି ଭଲ ଲାଗିବ। ଭଲ ଲାଗିଲେ ଲାଇକ୍ କର, ସେୟାର କର, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କର। ରହିଲି ପିଲାମାନେ, ଜୟ ଜଗନ୍ନାଥ।